दर्शक बंधु पार्टी रे बाजा बजेଇବା सहज କଥା ନୁହଁ ଭାରି ଅସାଧ୍ୟ କଥା ପାର୍ଟିରେ ବିଟ୍ ବକ୍ସିଂ କରିବା ଆଉ ଓଡ଼ିଶାକୁ ନେଇକି ଭାରତ ଭଳି ଜାଗାରେ ରିପ୍ରେଜେଣ୍ଟ କରିବା ଏଟା ସହଜ କଥା ନୁହଁ ସେଇଭଳି ଜଣେ ଯୁବକ ଆମ ସହିତ ଯୋଡ଼ି ହେଇଛନ୍ତି ଯାହାକି ଆପଣଙ୍କୁ ଅବିଶ୍ୱାସ ଲାଗୁଥିବ ପାର୍ଟିରେ ବିଟ୍ ବକ୍ସିଂ କଥା ଶୁଣିଲେ ଆମ ସହିତ ଅଛନ୍ତି ଆଜି ସେଇ ରଶ୍ମି ରଞ୍ଜନ ସାହୁ ଯିଏକି ବିଟ୍ ବକ୍ସିଂ କରି ଆମର ଏଇ ଓଡ଼ିଶା ପାଇଁ ସୁନାମ ଆଣିଛନ୍ତି ଆସନ୍ତୁ ତାଙ୍କ ସହିତ ଆମେ ଗୋଟେ ଆଲୋଚନା କରିବା ଆଚ୍ଛା ଗୋଟେ କଥା ହଉଛି ଯେ ଆମେ କହିବା ବିଟ୍ ବକ୍ସିଂ କଥା ଏଇଟା ଗୋଟେ ଅଲଗା ସାଧନା ଏଇଟା ଗୋଟେ କଳା ଏଇ କଳା ସହଜରେ ସମସ୍ତଙ୍କ ପାଖରେ ନଥାଏ କି ସମସ୍ତେ କରିପାରନ୍ତି ନାହିଁ କିନ୍ତୁ ଆମେ ଏ ବିଟ୍ ବକ୍ସିଂ ପୂର୍ବରୁ ଆପଣଙ୍କ କଥା ପୂର୍ବରୁ ଆପଣଙ୍କର ସେ ବିଟ୍ ବକ୍ସିଂ ରୁ ଆରମ୍ଭ କରିବା ଆଚ୍ଛା ତ ପ୍ରଥମେ ମୁଁ କହିଦେଉଛି ଏଇଟା ବି ଗୋଟେ କଳା ଯୋଉଟା କି ସମସ୍ତେ କରିପାରିବେ ମାନେ ଏମିତି ନୁହଁ କି ମାନେ ଗୋଟେ ଡିଫରେଣ୍ଟ ଜିନିଷ ଯେମିତି ଜଣେ କିଛି ବି ଶିଖିଲେ କିଛି ବି କରିପାରିବେ ମାନେ ଅସମ୍ଭବ ନୁହେଁ କିଛି ତ ଆପଣ ବି ଶିଖିଲେ ଆପଣ ନିଶ୍ଚୟ କରିପାରିବେ ଦିସ୍ ଇଜ୍ ଲାଇକ୍ ଦିସ୍ ମାନେ ଆମେ ଆମେ ମୁହଁରୁ ସାଉଣ୍ଡ ଗୁଡ଼ା ପ୍ରଡ୍ୟୁସ୍ କରୁ ୱି ସ୍ପିକ୍ ମ୍ୟୁଜିକ୍ ଇଟ୍ସ ଲାଇକ୍ ମାନେ ଏଥିରେ କିଛି କିଛିଟା ସାଉଣ୍ଡ ଥାଏ ଯେଗୁଡ଼ା ଶିଖିବାକୁ ପଡ଼େ ଇଟ୍ ସାଉଣ୍ଡସ୍ ଲାଇକ୍ ମାନେ ଏଇଟା ଗୋଟେ ଏକ୍ସାମ୍ପଲ୍ ଥିଲା ଏଇଟା ଗୋଟେ ହିପହପ୍ର ପାର୍ଟ ମାନେ ହିପହପ୍ର 5ଟା ବ୍ରାଞ୍ଚ ଥାଏ ର୍ୟାପ୍ ବିଟ୍ ବକ୍ସ ବି ବଇଂ ଗ୍ରାଫିଟି ଆଣ୍ଡ ଡିଜେଇଂ ତ ଏମସିଂ ଡିଜେଇଂ ତ ଏବେ ଆସିଛି ଏମସିଂକୁ ଆମେ ଯଦି କନସିଡର କରିବା ତ ଏଥିରେ 5ଟା ବ୍ରାଞ୍ଚ ଥାଏ ତା ଭିତରୁ ଏ ବିଟ୍ ବକ୍ସିଂଟା ଗୋଟେ ଆର୍ଟ ଏଇଟା ଗୋଟେ ୱେଷ୍ଟର୍ଣ୍ଣ ଆର୍ଟ ନଟ୍ ଆମ ମାନେ ଏଇ ପାଖର ମାନେ ଆମ ଇଣ୍ଡିଆର କି କୋଉଥିର ବଟ୍ ଯୋଉ ତବଲା ବୋଲ୍ ଥାଏ ତାକୁ ବି ଆମେ କନସିଡର କରିପାରିବା ଏଜ୍ ଏ ବିଟ୍ ବକ୍ସିଂ ଯୋଉଟା କି ଆମ ଦେଶୀ ଜିନିଷ ତ ସେଇଟା ମାନେ ଏଇଟା ୱେଷ୍ଟର୍ଣ୍ଣରୁ ଇନଫ୍ଲୁଏନ୍ସ ହେଇଛି ତବଲାର ଯୋଉ ରହିଛି ତାଳ ତାକୁ ଟିକେ ଆପଣ ମାନେ ସେଇଟା ବି ମାନେ ସେଇଟା ଗୋଟେ ଅଲଗା ସାଧନା ସେଇଟା ଗୋଟେ ଅଲଗା ବିଦ୍ୟା ମୁଁ ତ ସେଇଟା ଶିଖିନି ଯୋଉ ମାନେ ତା ଦିନ ଦିନ ତା ତିନି ତିନିଟା ଯୋଉ ସାଉଣ୍ଡସ୍ ଗୁଡ଼ା ଥାଏ ତାକୁ ମାନେ ଗୋଟେ ଏଇ ଶୈଳୀରେ ହିଁ ବଜା ହୁଏ ସେଇଟା ଆମ କେମିତି ତବଲା କେମିତି ବୋଲଟା ମୁଁ ସେଇ ବିଦ୍ୟା ଆଚ୍ଛା ଆଉ ଗୋଟେ କଥା ଆପଣଙ୍କର କଣ କରନ୍ତି ଆପଣ ଆପଣଙ୍କର ଏଇ ବିଦ୍ୟା କେବେଠୁ ଆରମ୍ଭ କଲେ କେମିତି କଣ ଥିଲା ଆମେ ଯିବା ଗୋଟେ ପରେ ବିଟ୍ ବକ୍ସିଂ ରୁ ବିଟ୍ ବିଟ୍ ବାଇ ଯିବା କୁହନ୍ତୁ। ନିଶ୍ଚୟ ନିଶ୍ଚୟ ତ ଏଇଟା ମୁଁ ଷ୍ଟାର୍ଟ କରିଥିଲି ଲକଡାଉନରେ ମୁଁ ପ୍ରଥମେ ମାନେ ଯେତେବେଳେ ଲକଡାଉନ ହେଲା ସେଇ ଟାଇମରେ ମାନେ ଯୋଉ ଘରେ ସମସ୍ତେ ବସିଥିଲେ ସେଇ ଟାଇମରେ ତ ସେଇଠି ବସି ବସି ଦେଖୁ ଦେଖୁ ୟୁଟ୍ୟୁବରେ ମୋତେ ଦିଶିଥିଲା ୟୁଟ୍ୟୁବର ସର୍ଟସ୍ ମୁଁ ସ୍କ୍ରୋଲ୍ କରୁଥିଲି ତ ମୋତେ କିଛି ଭିଡ଼ିଓସ୍ ଦିଶିଥିଲା ବିଟ୍ ବକ୍ସିଂ ରିଲେଟେଡ୍ ତ ମୁଁ ସେଇଟାକୁ ଯାଇକି ସର୍ଚ୍ଚ କଲି କି କେମିତି ଆକୁ ଶିଖିପାରିବି କ'ଣ କେମିତି ଦେଖିପାରିବି ତ ୟୁଟ୍ୟୁବରେ ହିଁ ଯେଉଁ ଟ୍ୟୁଟୋରିଆଲ୍ସ ଥାଏ ତାର ଶିଖିବା ପାଇଁ ମାନେ ଶିଖାନ୍ତି ବହୁତ ଜଣ ଅଛନ୍ତି ସେ ଭିଡ଼ିଓସ୍ ଗୁଡ଼ାକୁ ଦେଖି ମୁଁ ଶିଖିଥିଲି ଶିଖିବା ଆରମ୍ଭ କଲେ ଆଜ୍ଞା ପ୍ରଥମ ଆପଣଙ୍କର ପ୍ରଥମ ଯୋଉ ବିଟ୍ ବକ୍ସିଂ ପ୍ରଥମ ସ୍ୱରଟା ଆପଣଙ୍କର ଯୋଉ ଦିନ ଆରମ୍ଭ କରିଥିଲେ ସେଇଠୁ ଦେଖିକି କୋଉ ସ୍ୱର ଥିଲା ସେଇଟା ଥିଲା ବି ମାନେ ଯେଉଁ କିକ୍ ଏଇଟା ଏଇଟା ହେଉଛି ସବୁଠୁ ମେନ୍ ସାଉଣ୍ଡଟା ତିନିଟା ମେନ୍ ସାଉଣ୍ଡ ଥାଏ ଯୋଉଠୁ ଆମେ ଷ୍ଟାର୍ଟ କରିବା କଥା ଯେମିତି ABCD ଥାଏ କଣ କଣ ୟାର ABCD ହେଲା B T ଆଉ K B ହେଲା ଏଇଟା T ହେଲା ଏଇଟା ଆଉ K ମାନେ କିକ୍ ହାଇ ହେଟ୍ ଆଉ ସ୍ନେୟର ଯେମିତି ଡ୍ରମ୍ସରେ ଥାଏ ସେମିତି ଆଚ୍ଛା ଏକଥା ଆପଣ ତାଲିମ କରିନାହାନ୍ତି କୌଣସି ଜାଗାରୁ କେବଳ ଆପଣଙ୍କର କୋଉଠୁ ପ୍ରଥମେ ଏଇ ଯୋଉ ଆଇଡିଆଟା ଆପଣ ମୁଣ୍ଡକୁ ନେଲେ କାହିଁକି ଏଇଟା ମୁଣ୍ଡକୁ ନେଲେ ସେଇଟା ହିଁ ଯୋଉ ୟୁଟ୍ୟୁବରୁ ଦେଖିଲି ମୁଁ ସର୍ଟ ସ୍କ୍ରୋଲ୍ କଲାବେଳେ ସେଇଟା ଦେଖି ଦେଖି ମାନେ ମୋର ଇଚ୍ଛା ହେଲା କି ମୁଁ କାହିଁକି କରିବିନି ଏଇଟା ମାନେ ମୁଁ ମୋ ସରାଉଣ୍ଡିଂରେ କେବେ ଦେଖିନଥିଲି ଏଇଟା କିଏ କରିବାଟା ତ ମୁଁ ଭାବିଲି କି ଟ୍ରାଏ କରାଯାଉ ହେଲେ ଭଲ କଥା ନହେଲେ ବି ନାହିଁ କିନ୍ତୁ କରୁଥିଲି ପ୍ରାକ୍ଟିସ୍ କରୁ କରୁ ହେଇଯାଇଥିଲା ଆପଣ କଣ ଭାବୁଛନ୍ତି ଯେ ଏଇ ଯୋଉ କଳା ଏଇ କଳା କଣ ସମସ୍ତେ କରିପାରିବେ ନା କେବଳ ଆପଣଙ୍କ ପାଖରେ ଏଇଟା ଭଗବାନଙ୍କର ଦାନ ବୋଲିକି ଭାବିବା ନାଇଁ ନାଇଁ ମୁଁ ଯେମିତି ପ୍ରଥମେ କହିଲି ଏଇଟା କି ମାନେ ଭଗବାନଙ୍କ ଦାନ ସମସ୍ତଙ୍କ ପାଖରେ ଅଛି ଖାଲି ଏଇଟା ଆମ କାମ କି ଆମେ ସେଟାକୁ ଖୋଜିକି ବାହାର କରିବା ମାନେ ନିଜ ସାଙ୍ଗରେ ଏକ୍ସପେରିମେଣ୍ଟ କଲା ପରେ ହିଁ ଜଣା ପଡ଼ିବ କି ଆମ ଭିତରେ କ'ଣ କ'ଣ ଅଛି ତ ସେଇଟାକୁ ଆଣିକି ଆମେ ରିଫାଇନ୍ କରିପାରିବା ଯେମିତି ଗୋଟେ ଡାନ୍ସରଟେ ଡାନ୍ସ ଶିଖିକି ଡାନ୍ସ କରେ ଜଣେ ସଙ୍ଗୀତକାର ଗୀତ ଅଭ୍ୟାସ କରିକି ରିୟାଜ କରିକି ସେ ଭଲ ଗୀତ ଗାଇପାରେ ସେମିତି ହିଁ ଆମେ ଏଇଟା ପ୍ରାକ୍ଟିସ୍ କରିକି ଆମେ ନିଶ୍ଚୟ କରିପାରିବା କେହି ବି କରିପାରିବା ପ୍ରଥମ ଦିନ ପ୍ରଥମ ଆପଣଙ୍କର ବିଟ୍ ବକ୍ସିଂ କୋଉଠି ପ୍ରଡ୍ୟୁସ କରିଥିଲେ ମୁଁ ଘରେ ହିଁ ଶିଖିଥିଲି କିନ୍ତୁ ଏମିତି ଷ୍ଟେଜରେ ଫର୍ଷ୍ଟ ଟାଇମ୍ କରିଥିଲି ମୋର ହାୟର ସେକେଣ୍ଡାରୀ ସ୍କୁଲରେ ମାନେ ମୁଁ ସେତେବେଳେ 12th ରେ ଥିଲି ବେଦିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନରେ ସେଇଠି ଆମର ଗୋଟେ ଫେଷ୍ଟ ଥିଲା
तो सेठी मु फर्स्ट टाइम भाई माइक रे सेटा परफॉर्म करथिले लोकमानकर आगे। ଦେଖନ୍ତୁ ଗୋଟେ କଥା ହଉଛି ଏଇଟା ବିଟ୍ ବକ୍ସିଂ ଆଉ ଲୋକଙ୍କ ସାମ୍ନାରେ ହଠାତ୍ ଆପଣ ଯାଇକି ଗୋଟେ ସାମ୍ନାରେ ଲୋକଙ୍କର ପରିବେଷଣ କରିବା ଏଇଟା ସହଜ କଥା ନୁହଁ। କେମିତି ଆପଣଙ୍କର ସାହସ ହେଲା ଡର ଲାଗିଥିବ ନିଶ୍ଚିତ ଭାବରେ। ହଁ ମାନେ 8 ମାସ ଶିଖିଲା ପରେ ମାନେ ଯେତେବେଳେ ମୋତେ ଲାଗିଲା କି ହଁ ମୁଁ କରିପାରିବି। ମାନେ ମୋତେ ଆଗରୁ ଷ୍ଟେଜ୍ ଫିୟର ବଗେରା ନଥିଲା କାହିଁକି ମୁଁ ଡାନ୍ସର ଥିଲି। ତ ମାନେ ଏମିତି ଷ୍ଟେଜରେ ଚଢ଼ିକି ଏଇ କରିବାଟା ମୋତେ ଏମିତି ମାନେ କିଛି ନର୍ଭସନେସ୍ ନଥିଲା। ଭାବିଲି କରିବା କଥା ମାନେ ଦେଖିବା କଥା ମାନେ ଏକ୍ସପେରିମେଣ୍ଟ କରିବା ଲୋକମାନେ ଆକ୍ସେପ୍ଟ କରୁଛନ୍ତି କି ନାହିଁ। ତ ସେଇଟା ଭାବିକିରି ଟିକେ ସାହସ ନେଇକି କରିଥିଲି ଆଉ। ତ ମୁଁ ଟିକେ ମାନେ କ୍ଲାସିକାଲ ଟଚ୍ ଦେଲା ଭଳିଆ ଟିକେ ଯେମିତି ଲାଗିବ ଆମ କ୍ଲାସିକାଲ ଭଳିଆ ମୁଁ ସେମିତି ଟିକେ ପରଫର୍ମ କରିବାକୁ ଚାହିଁବି। That's it. ଆଉ ଗୋଟେ କଥା ହଉଛି ଏଇଠି ଆପଣ ଅଛନ୍ତି ବର୍ତ୍ତମାନ ଆପଣଙ୍କର ୱେଷ୍ଟର୍ଣ୍ଣ ଓଡ଼ିଶାର ଯୋଉ ବାଜା ରହିଛି ଯୋଉ ତାଳ ରହିଛି ତାକୁ ବିଟ୍ ବକ୍ସିଂ ରେ କେମିତି ଆପଣ ସାମ୍ନା କରେ? ହଁ ନିଶ୍ଚୟ ମୁଁ ତାକୁ ମାନେ ଗୋଟେ ପ୍ୟାଟର୍ନ ବନେଇଥିଲି ବହୁତ ଜାଗାରେ ପରଫର୍ମ ବି କରିଛି ଆଉ ତାର ରିଆକ୍ସନଟା ବି ବହୁତ ଭଲ ଆସେ। ଦ୍ୟାଟ୍ସ ଲାଇକ୍ ଏମିତି। ଆପଣ ଯେତେବେଳେ ପ୍ରଥମ ପରଫର୍ମାନ୍ସ କରିଥିବେ ଯୋଉଠି ପରିବେଷଣ କରିଥିବେ ଷ୍ଟେଜ ଉପରେ ସେଦିନ ସାଙ୍ଗସାଥି ମହଲରେ କିଭଳି ଭାବରେ ଛାଇଥିଲେ? ମାନେ ବହୁତ ସେମିତି ମାନେ ଆଶ୍ଚର୍ଯ୍ୟ ହେଇଥିଲେ ବହୁତ ଜଣ କି ମାନେ ଏମିତି ଜିନିଷଟା ବି ଅଛି କିଛି ଜଣ ଜାଣିଥିଲେ କି ହଁ ଏଇଟା ଏକ୍ଜିଷ୍ଟ କରେ କିନ୍ତୁ ଯୋଉମାନେ ଜାଣିନଥିଲେ କି ଏମିତି କିଛି ହୁଏ ସେମାନେ ବହୁତ ସରପ୍ରାଇଜ ହେଇଥିଲେ। ଆମ ଟିଚର୍ସ ମାନେ ବି ବହୁତ ଖୁସି ହେଇଯାଇଥିଲେ ସାଙ୍ଗମାନେ ବି ବହୁତ ଖୁସି ହେଇଯାଇଥିଲେ। ଆପଣ ଆଜି ଏଇଟା ଏଇ ଯୋଉ ବିଟ୍ ବକ୍ସିଂ ଯେତେବେଳେ ଆପଣ ଲୋକଙ୍କ ସାମ୍ନାକୁ ଆଣୁଛନ୍ତି ଆପଣଙ୍କର ଷ୍ଟାର୍ଟିଂ କଣ ଏଇଥିରେ ଲାଇଫ୍ କରିବେ ନା ଆଉ କିଛି ଉଦ୍ଦେଶ୍ୟରେ? ମାନେ ଏଇଟା ମୋର ଗୋଟେ ପ୍ୟାସନ୍। ମାନେ ଏବେ ଫିଲହାଲ ମୁଁ ଭାବୁଛି କି ଏଇ ଜିନିଷଟାକୁ ସବୁଆଡ଼େ ସ୍ପ୍ରେଡ୍ କରିବି। ମାନେ ଏହାର ୱାର୍କସପ୍ସ ବଗେରା କରେଇବି ମାନେ ଶିଖେଇବି ପିଲାମାନଙ୍କୁ ବି କ'ଣ ହୁଏ କେମିତି ହୁଏ ସେମାନେ କେମିତି କରିପାରିବ ଆଣ୍ଡ ମାନେ ୟାକୁ ନେଇକି ଆଗକୁ ମୁଁ ସେମିତି କିଛି ୱାଇଡ୍ ଭାବିନି ମାନେ ବେଶୀ ୱାଇଡ୍ ଭାବିନି ପର ହଁ ମୁଁ କରିବି ଏଜ୍ ଏ ପ୍ୟାସନ୍ କରିବି ବଟ୍ ଯେତେବେଳେ ସେ ପ୍ୟାସନ୍ଟା ଯେତେବେଳେ ଭଲସେ ଆଗକୁ ଗ୍ରୋଥ୍ ହେବ ମୁଁ ଟ୍ରାଏ କରିବି ତାକୁ ପ୍ରୋଫେସନ୍ ବି ବନେଇବା ପାଇଁ। ଆପଣ କଣ ୟାକୁ ନେଇକି ଆପଣଙ୍କର କୌଣସି ଆମର ଇଣ୍ଡିଆନ୍ ଆଇଡଲ କୁହନ୍ତୁ କି ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ କୁହନ୍ତୁ ସେଇଥିରେ କଣ ଭାଗ ନେଇଥିଲେ ଆପଣ? ହଁ ରିସେଣ୍ଟଲି ଆର ବର୍ଷ ହିଁ ଆମେ ଯାଇଥିଲୁ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ ପାଇଁ ଏଜ୍ ଏ କ୍ରିଉ ଯାଇଥିଲୁ ମାନେ ମ୍ୟୁଜିସିଆନ୍ସ ଆଣ୍ଡ ଡାନ୍ସର୍ସ ମାନଙ୍କୁ ମିଶେଇକି କିଛି ଗୋଟେ ବନେଇଥିଲୁ ଯୁଗଲବନ୍ଦୀ ଟାଇପ୍ର ବଟ୍ ତାର ଜଷ୍ଟ ଲାଷ୍ଟ ଯୋଉ ଅଡିସନ୍ ରାଉଣ୍ଡରେ ହିଁ କୋଲକାତା ଯାଇଥିଲୁ ଆମେ କିନ୍ତୁ ଏଣ୍ଡ ମୋମେଣ୍ଟରେ ଆମେ କଟି ଯାଇଥିଲୁ କିଛି ରିଜନ୍। ଆଉ ଗୋଟେ କଥା ହଉଛି ଆପଣ ୟାକୁ ୟାର ଆପଣଙ୍କର କିଏ ପ୍ରେରଣା ଏଇ ଯୋଉ ବାଜାର ପ୍ରେରଣା କିଏ? ପ୍ରେରଣା ହେଉଛନ୍ତି ବେରି ୱେମ୍। ଆପଣ ତ ଜାଣିନଥିବେ ବୋଧେ ତାଙ୍କୁ ଫାଷ୍ଟ ଟାଇମ୍ ପାଇଁ ଶୁଣୁଥିବେ। ସେମାନେ ହେଲେ ମାନେ ଇଣ୍ଟରନ୍ୟାସନାଲ ବିଟ୍ ବକ୍ସର୍ସ ଯିଏକି ମାନେ ଯାହା ଭିଡ଼ିଓ ମୁଁ ଫାଷ୍ଟ ଟାଇମ୍ ପାଇଁ ଦେଖିକି ଏଇଟା ଷ୍ଟାର୍ଟ କରିଥିଲି। ଆମେରିକାନ୍ ଗଟ୍ ଟ୍ୟାଲେଣ୍ଟସ୍ ଗୋଟେ ଭିଡ଼ିଓ ଦେଖିଥିଲି ଆଣ୍ଡ ସେଇଠୁ ଷ୍ଟାର୍ଟ କରିଥିଲି ଆଣ୍ଡ ଆହୁରି ବହୁତ ଜଣ ଅଛନ୍ତି ଡିଲୋ ନେପମ୍ ଏମାନେ ସବୁ ବାହାର ବାହାର ବିଟ୍ ବକ୍ସର ଆର୍ଟିଷ୍ଟ ସେମାନଙ୍କର ହିଁ ଦେଖିକି ମୁଁ ଷ୍ଟାର୍ଟ କରିଥିଲି ସବୁ। ଆପଣ କଣ ଭାବୁଛନ୍ତି ଆପଣ ଜଣେ ବିଟ୍ ବକ୍ସର ହେବେ ଆଉ ଆମର ଓଡ଼ିଶାକୁ ସାରା ପୃଥିବୀ ପୃଷ୍ଠରେ ଗୋଟେ ରିପ୍ରେଜେଣ୍ଟ କରିବେ? ନିଶ୍ଚୟ ମୁଁ ସେଇ ଜିନିଷ ପାଇଁ ନିଶ୍ଚୟ ପ୍ରୟାସ କରିବି ଆଉ ସେଇ ଜିନିଷ ପାଇଁ ନିଜକୁ ପ୍ରିପେୟାର କରିବି ପ୍ରାକ୍ଟିସ୍ କରିବି। ନିଶ୍ଚୟ ମୁଁ ଚାହିଁବି କି ଆମ ଓଡ଼ିଶାର ନାଁ ବି ସେଇ ଜାଗାରେ ପଡ଼ୁ ମାନେ ଆମ ଏଇ ଓଡ଼ିଶାରେ ହୋଲ୍ ଓଡ଼ିଶାରେ ଏଇ ବିଟ୍ ବକ୍ସିଂ ଯୋଉ କଳାଟା ଅଛି ତାର ସେତିକି ପ୍ରଚାର ନାହିଁ। ତ ମୁଁ ଚାହିଁବି ଆହୁରି ବିଟ୍ ବକ୍ସର୍ସ ମାନେ ଆସନ୍ତୁ ଏଇଠି ବି ଗୋଟେ ସିନ୍ ତିଆରି ହଉ ବିଟ୍ ବକ୍ସିଂର ଆଣ୍ଡ ସେଇଟାକୁ ନେଇକି ଆମେ ବାହାରକୁ ବି ଯିବା ଆଉ ରିପ୍ରେଜେଣ୍ଟ କରିବା ଓଡ଼ିଶାକୁ। It's just a freestyle. ଆଉ ଗୋଟେ ଆଉ ଗୋଟେ ମାନେ ଏଇଥିରେ କ'ଣ କି ରୋଟିନ୍ସ ବନେଇବାକୁ ପଡ଼େ ବଟ୍ ମୁଁ ଯେତେବେଳେ ଫ୍ରି ଷ୍ଟାଇଲ୍ କରୁଛି ଯାହା ମୁଣ୍ଡରେ ଆସୁଛି ମୁଁ କରିଯାଉଛି ସେଇଟା।
आपण माने शुणुथिले गोटी गोटी करिकी निखुण भाबरे से बीट बॉक्सिंग करुथिले आउ तांकर पार्टी रे प्रत्येक बाजा को आपण सामने परिवेषण करथिले तेणु तांकर लक्ष्य रही जे ओडिशा को दिने ए सारा पृथ्वी रे से रिप्रेजेंट करी आम ओडिशा ना आनिबे। भुवनेश्वर राजा रिपोर्ट के न्यूज ओडिशा। हेलो 10th एग्जामिनीज आपण माने एमसी एक स्कूल खोजुचंती कि जोंठी इंटीग्रेटेड कोचिंग पाई परिबे तेबे टीएससी गुरुकुले जोग दियंतु जा एकेडमिक लर्निंग पार्टनर फिजिक्स वाला सहित अनुमोदित कॉल 9438782020।